ସେମାନେ କୁହାକୁହି ହେବେ ତାଙ୍କର ସେ କଣ 65,000 ଭୋଟ ଗ୍ରାମାସିନ ଦେଇକି ରଖିଛନ୍ତି ବାକ୍ସରେ ନା କଣ ଭୋଟ ତ ଅନ୍ୟ ଆଡେ ଦେଇଦେଲେ ସେମାନେ ଅନ୍ୟ ଆଡେ ବିଜେପି କି ଦେଇଦେଲେ ସିଏ 65,000 ଭୋଟ କୋଉଠୁ ଆଣିବେ ସେମାନେ ତାଙ୍କ ଭିତରେ କୁହାକୁହି ହେବେ ବିଜୁ ଜନତା ଦଳର ନୂଆପଡ଼ା ସିଟ୍ ବିଜୁ ଜନତା ଦଳର ଥିଲା ବିଜୁ ଜନତା ଦଳ ବହୁ ଭୋଟରେ ସେଠି ଜିତିକି ଆସିବ ଯିଏ ଯେତେ ବୟାନବାजी କଲେ ମଧ୍ୟ ସାଧାରଣ ଲୋକ ଜାଣି ସାରିଲେଣି ବିଜେପି 1.5 ବର୍ଷ ଭିତରେ କେତେ ବଦନାମୀ ହେଲେଣି ବିଜେପି କଣ ଜାଣିପାରୁନାହାନ୍ତି ବିଜେପି କି ଲୋକ କେତେ ଘୃଣା କଲେଣି ସେ କଥା କଣ ବିଜେପିର ନେତାମାନେ ଜାଣିପାରୁନାହାନ୍ତି ମୁଁ କହିଲି ତ ଆପଣମାନେ ଦେଖୁଥିବେ କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ତାଙ୍କ ନେତାଙ୍କର ଭାଷଣ ଛଡା ସାଧାରଣ ଲୋକଙ୍କୁ କେତେ ଅସୁବିଧାରେ ପକାଉଛନ୍ତି ସାଧାରଣ ଲୋକ କଣ ଛାଡ଼ିବେ ନୂଆପଡ଼ା ଇଲେକ୍ସନରେ ତାଙ୍କୁ ନିଶ୍ଚିତ ଭାବରେ ଜବାବ ଦେବେ ନୂଆପଡ଼ା ଇଲେକ୍ସନ ଆମେ ବହୁତ ଭୋଟରେ ଜିତିବୁ ଆମର ଯିଏ ପ୍ରାର୍ଥୀ ହେବ ସେ ନିଶ୍ଚିତ ଭାବରେ ବହୁତ ଭୋଟରେ ଜିତିକି ଆସିବ ବିଜୁ ଜନତା ଦଳ ଜିତିଛି ଏବଂ ଜିତିକି ଆସିବ ସେଠି କୌଣସି ଇମ୍ପାକ୍ଟ ପଡିବ ନାହିଁ କୌଣସି ଇମ୍ପାକ୍ଟ ପଡିବ ନାହିଁ ପ୍ରଧାନମନ୍ତ୍ରୀ ଆସନ୍ତୁ ଯିଏ ଆସନ୍ତୁ କୌଣସି ଇମ୍ପାକ୍ଟ ନୂଆପଡ଼ା ଉପରେ ପଡିବ ନାହିଁ ନୂଆପଡ଼ାରେ ବିଜୁ ଜନତା ଦଳ ମାନ୍ୟବର ସଭାପତି ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ବିଜୁ ଜନତା ଦଳ ଶଙ୍ଖଚିହ୍ନ ଅଧିକ ପରିମାଣରେ ଭୋଟରେ ଜିତିକି ଆସିବ ଯାହା ସ୍ୱର୍ଗତ ରାଜକିଶୋର ଢୋଲକିଆ ଯେତେ ଭୋଟରେ ଜିତିଥିଲା ତାଠାରୁ ବହୁ ପରିମାଣ ଅଧିକା ଭୋଟରେ ଜିତିକି ଆସିବ ସେ ତ ଚିହ୍ନି ନାହାନ୍ତି କାହାକୁ ତାଙ୍କ ଭୋଟରେ କିଏ ସେ କୋଉ ପଞ୍ଚାୟତ ପ୍ରତିନିଧିଙ୍କ ନାଁ କାହାର କହିଲେ ଟିକେ ସେ କାହାକୁ ଚିହ୍ନି ନାହାନ୍ତି କି ଜାଣିନାହାନ୍ତି ପଞ୍ଚାୟତ ପ୍ରତିନିଧି ତ ତାଙ୍କର କେହି ନାହାନ୍ତି ତାଙ୍କର ନାହାନ୍ତି ସିଏ କୋଉଠି କଣ ଚକ୍ରାନ୍ତ କରିକି କାହାକୁ ଲୋଭ ଦେଖେଇ କୋଉଠି ପଞ୍ଚାୟତ ସମିତି ଭାଙ୍ଗି ଦଉଛନ୍ତି କୋଉଠି ପଞ୍ଚାୟତ ଭାଙ୍ଗୁଛନ୍ତି ଯେତେ ଚକ୍ରାନ୍ତ କଲେ ବି ଲୋକ କଣ ତାଙ୍କ ଚକ୍ରାନ୍ତ ବୁଝିପାରୁନାହାନ୍ତି ସେ ଚିହ୍ନିଛନ୍ତି ଆମର ତ 80% ନିର୍ବାଚିତ ପ୍ରତିନିଧି ଯୋଉମାନେ ଅଛନ୍ତି ସରପଞ୍ଚ ଠାରୁ ୱାର୍ଡ ମେମ୍ବର ଠାରୁ ସମିତି ସେବକ ଜିଲ୍ଲା ପରିଷଦ 80% ଆମର ଲୋକ ପ୍ରତିନିଧି ପଞ୍ଚାୟତ ସ୍ତରର ସେ ଚିହ୍ନିଲେ କାହାକୁ କେତେବେଳେ କେହି ଆସିନଥିଲେ କିଏ ଆସିଥିଲେ ସେ ଯାଇକି ଆଇଡେଣ୍ଟିଫାଇ କଲେ ନାଇଁ କିଏ କହୁନାହାନ୍ତି କିଏ ସେଥିରେ ଲୋକ ପ୍ରତିନିଧି ନୁହନ୍ତି ଅନ୍ୟମାନେ କିଏ ଆସିଥିଲେ ବିଜେଡି ପାଇଁ ଅନାସ୍ଥା କାର୍ଡ ଖାଇଗଲା ତାଙ୍କର କେଇ ଜଣ ଅଛନ୍ତି ସେ ଅନାସ୍ଥା ଦଉଥିଲେ ସେ କାହା ସାଙ୍ଗରେ ଆଲୋଚନା କରିଥିଲେ ସେ ଅନାସ୍ଥା ଯେତେବେଳେ ପ୍ରକୃତରେ ଯଦି ଅନାସ୍ଥା ପାଇଁ ଆନ୍ତରିକତା ଥାନ୍ତା ସେ ଯାଇକି ନବୀନଙ୍କ ସହିତ ଆଲୋଚନା କଲେ ନାଇଁ କି ଆମେ ଚାହୁଁଛୁ ପ୍ରକୃତରେ ବିଜେପି ହଟେଇବା ପାଇଁ ସିଏ ଗୋଟେ ବାଗୁଡି ଖେଳ ବିଜେପି ସାଙ୍ଗରେ ଖେଳୁଥିଲେ ରେଟ୍ ବାଟ କରୁଥିଲେ ରେଟ୍ ବାଟ ଛିଡିଲାନି ସେଇଥିପାଇଁ ସେ ବାଗୁଡି ଖେଳ ଖେଳୁଥିଲେ ସିଏ ବିଜେଡି ସହିତ ଯଦି ବିଜେଡିର ସଭାପତିଙ୍କ ସହିତ ଆଲୋଚନା କରିଥାନ୍ତେ ବିଜେଡିର ସହଯୋଗ ଲୋଡି ଥାନ୍ତେ ତାହେଲେ ବିଜେଡି କଣ ସହଯୋଗ କରିଥାନ୍ତା କି ନାହିଁ ଚିନ୍ତା କରିଥାନ୍ତେ ଆମର ପ୍ରିୟ ନେତା ନବୀନ ପଟ୍ଟନାୟକ ଚିନ୍ତା କରିଥାନ୍ତେ କାହା ସହିତ ଆଲୋଚନା ନ କରିକି 14 ଜଣରେ ଅନାସ୍ଥା ଦେବେ ସିଏ ଗୋଟେ ବାଗୁଡି ଖେଳ ଖେଳୁଥିଲେ କେମିତି ଆମେ କାହାକୁ ବଦନାମ କରିପାରିବୁ କେମିତି ଆମ ଲୋକ ଭଲ ପାଇବେ କେମିତି ଲୋକ କଂଗ୍ରେସ ଅଛି ବୋଲିକି ଟିକେ ଜାଣିବେ ଏଇଥିପାଇଁ ସେ ଆଣିଥିଲେ भाई भाई से रही आप जयनारायण हाई पचारूना जयनारायण हाई कौन स्टेटमेंट लोक कहते कांग्रेस बीजेपी भाई भाई आम कहीं कहूँ भोट देकी से बीजेडी की जबत करने चेष्टा करते एवं कांग्रेस भोट फेरुची ना कांग्रेस ठिया हो पारुची एपट को जापारना कि सेपटे जापारना भाई भाई है से केन्द्र में चलुंट नेता मान स्टेटमेंट जयनारायण की पचारूना कथा कौन किए बयानबाजी कला कौन सी गोटे केते कर्मी आसवे केते जीवे कौन बारंबार आपण मैंने कौन कहीं एत भल पाँच आपण शुणु किए कौन डेपुटेसन से एड सेड भाषा कहे से किए कौन स्टेटमेंट देला सेगुड़ा किए खातिर करे कहले दल को से लोग केते आसवे केते जीवा सेगुड़ा कौन आलोचना कर। नमस्ते। भुवनेश्वर जनता मैदान में होने वाला है 12th भुवनेश्वर इंटरनेशनल ट्रेड फेयर 19 से 29 सितंबर। जरूर आएं और मजा उठाइए।